हेलो ପିଲାମାନେ ୱେଲକମ୍ ଟୁ ଆୱାର ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ଜବ୍। ତ ପିଲାମାନେ ଆଜି ଆମେ ପଢ଼ିବା ତୁମ ଭାଷା ମହକ ବହି ପଞ୍ଚମ ଶ୍ରେଣୀ ଦ୍ୱିତୀୟ ପାଠ। ପିଲାମାନେ ପାଠର ନାମ ହେଲା ନ୍ୟାୟର ସିଂହାସନ। ପିଲାମାନେ ପାଠଟି ଆରମ୍ଭ କରିବା ପୂର୍ବରୁ ତୁମମାନଙ୍କୁ ଅନୁରୋଧ ତୁମମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କର, କାହିଁକି ନା ତୁମମାନେ ଚ୍ୟାନେଲରେ ଏମିତି ଅନେକ ନୂଆ ନୂଆ ଭିଡ଼ିଓ ଦେଖିବାକୁ ପାଇବ। ଦେଖ, ଅନେକ ବର୍ଷ ତଳର କଥା। ଉଜ୍ଜୟିନୀ ନାମରେ ଏକ ଐତିହାସିକ ତଥା ପ୍ରାଚୀନ ନଗରୀ ଥିଲା। ସେଠାରେ ଭୋଜରାଜ ନାମରେ ଜଣେ ରାଜା ରାଜତ୍ୱ କରୁଥିଲେ। ପିଲାମାନେ ବହୁତ ଦିନ ତଳର କଥା। ଉଜ୍ଜୟିନୀ ନାମକ ଏକ ଐତିହାସିକ ତଥା ପ୍ରାଚୀନ ନଗରୀ ନାମ କ'ଣ? ଉଜ୍ଜୟିନୀ ନଗରୀ ହେଲା। ସେଇ ନଗରୀରେ ରାଜା ଭୋଜରାଜ ଶାସନ କରୁଥିଲେ, ସେମାନେ ରାଜତ୍ୱ କରୁଥିଲେ। ପିଲାମାନେ ତାଙ୍କ ନଗରୀକୁ ଲାଗି ଧାରାପୁରୀ ବୋଲି ଗୋଟିଏ ଗ୍ରାମ ଥିଲା। ତାଙ୍କ ନଗରୀକୁ ଲାଗି କରି ଗୋଟିଏ ଗାଁ ଥିଲା। ଗାଁର ନାମ କ'ଣ? ଧାରାପୁରୀ। ସେଠାରେ ଏକ ସୁଦୀର୍ଘ ପଡ଼ିଆ ଥିଲା। ପିଲାମାନେ ସେଥିରେ ଗୋଟେ ବଡ଼ ଭାରି ପଡ଼ିଆଟେ ଥିଲା। ପ୍ରତ୍ୟେକ ଦିନ ଅନେକ ପିଲା ସେହି ପଡ଼ିଆକୁ ଖେଳିବାକୁ ଆସନ୍ତି। ସେ ପଡ଼ିଆକୁ ଅନେକ ପିଲା ପ୍ରତ୍ୟେକ ଦିନ ଖେଳିବାକୁ ବହୁତ ପିଲା ଆସନ୍ତି। ପଡ଼ିଆର ଗୋଟିଏ ପଟେ ଉଚ୍ଚ ଚିକଣ ପଥରଟିଏ ଥିଲା। ସେ ପଡ଼ିଆରେ ଗୋଟେ ସାଇଡରେ ଗୋଟେ ଚିକଣ ଗୋଟେ ପଥର ଥିଲା। ପିଲାମାନେ ମିଶି ସେଠାରେ ଗୋଟିଏ ମଞ୍ଚା ତିଆରି କଲେ। ସେଇ ପଥରରେ ପିଲାମାନେ ଗୋଟିଏ କ'ଣ କଲେ? ଗୋଟିଏ ମଞ୍ଚା ତିଆରି କଲେ। ମଞ୍ଚାଟି ସିଂହାସନ ଭଳି ଦେଖାଯାଉଥିଲା। ଯେଉଁ ମଞ୍ଚାଟି ପିଲାମାନେ ତିଆରି କରିଥିଲେ, ସେହି ମଞ୍ଚାଟି ସିଂହାସନ ବୋଲି ଦେଖାଯାଉଥିଲା। ମଞ୍ଚା ତିଆରି ପରେ ପିଲାଟି ସେଠାରେ ଥିବା ପଥର ଉପରେ ବସି ପଡ଼ିଲା। ସବୁ ସାଙ୍ଗକୁ ଡାକି କହିଲା, ଯେଉଁ ମଞ୍ଚାଟା ତିଆରି କରେ ସେଇ ମଞ୍ଚା ଉପରେ ଗୋଟେ ପିଲା, ସେ ସାଙ୍ଗମାନଙ୍କ ଭିତରେ ଗୋଟେ ପିଲା ସେ ଉପରେ ବସିଲା ଏବଂ ସମସ୍ତ ପିଲାକୁ ଡାକିଲା। ଏ ସିଂହାସନ ଆଜିଠାରୁ ମୋର। ସେ ପିଲା କ'ଣ କହିଲା? ଏ ସିଂହାସନଟି ଆଜିଠାରୁ ମୋର ବୋଲି ତା ସାଙ୍ଗମାନଙ୍କୁ କହିଲା। ମୁଁ ରାଜା, ତୁମେମାନେ ମୋର ପାରିଦର୍ଶକବର୍ଗ। ମୁଁ ହେଲି ଏଇ ତୁମର ରାଜା ଆଉ ତୁମେ ହେଲ ମୋର ପାରିଦର୍ଶକବର୍ଗ, ମାନେ ତୁମେ ମୋର ପ୍ରଜା ବୋଲି ସେ କହିଲା। ତୁମେମାନେ ଜଣ ଜଣ କରି ତୁମର ଅଭିଯୋଗ ମୋ ନିକଟକୁ ଆଣ। ସେ ପିଲା କ'ଣ କହିଲା? ତୁମର ଯଦି ଅଭିଯୋଗ ଅଛି ମୋ ପାଖକୁ ଆଣ, ମୁଁ ସେଗୁଡ଼ିକୁ କ'ଣ କରିବି? ବିଚାର କରିବି ବୋଲିକି ସେ ପିଲା ଦେଖ। ସେ ପିଲା ଦେଖ ବସି ସେ ପଥର ଉପରେ, ଚିକଣିଆ ପଥର ଉପରେ ରାଜା ଯେଉଁ ବସିଥାଏ ସେହିପରି ଏଇଟା ଦେଖ, ଏଇଟା ତିଆରି କରିଛନ୍ତି। ଦେଖ, ଏଇଟା ସେ ପିଲାଟା ବସି, ଏଇଟା ତା ସବୁଆଡ଼େ ତା ସାଙ୍ଗମାନେ ଅଛନ୍ତି। ଦେଖ, ଏଇଟା ବୁଝିଲ। ସଭିଏ ମିଶି ବିଭିନ୍ନ ପ୍ରକାର ଅଭିଯୋଗ ଗୋଟିଏ ପରେ ଗୋଟିଏ ରାଜାଙ୍କ ନିକଟରେ ଉପସ୍ଥାପନ କଲେ। ସମସ୍ତେ ପିଲାମାନେ କ'ଣ କଲେ? ଗୋଟିଏ ପରେ ଗୋଟିଏ ତାଙ୍କର ଅଭିଯୋଗ ଯେଉଁଟା ଥିଲା ସେଇଟା ରାଜାଙ୍କ ପାଖକୁ ଆସିକି ଉପସ୍ଥାପନ କଲେ ବା କହିଲେ। ପିଲାଟି ମଞ୍ଚାର ସିଂହାସନରେ ବସି ସମସ୍ତଙ୍କ ଅଭିଯୋଗ ଶୁଣେ ଓ ତୁରନ୍ତ ସମସ୍ତଙ୍କୁ ଖୁସି କଲା ଭଳି ଫଇସଲା ଶୁଣାଏ। ପିଲାଟି ଯେଉଁ ମଞ୍ଚାରେ ବସିଛି ସେ ସମସ୍ତଙ୍କର ଅଭିଯୋଗ ଶୁଣେ ଏବଂ ସମସ୍ତଙ୍କୁ ଖୁସି ହେଲା ବୋଲି ସେ ଫଇସଲା କରିଥାଏ। ପିଲାମାନେ ନିୟମିତ ଏଭଳି ଖେଳ ଖେଳନ୍ତି ଓ ବହୁତ ମଜା କରନ୍ତି। ପିଲାମାନେ ପ୍ରତ୍ୟେକ ଦିନ ଏମିତି ଖେଳ ଖେଳିଥାନ୍ତି ଓ ବହୁତ ମଜା କରିଥାନ୍ତି। ପଡ଼ିଆ ଦେଇ ଯାଉଥିବା ବାଟମାନେ ମଧ୍ୟ ପିଲାଙ୍କ ଏହି ଖେଳକୁ ଉପଭୋଗ କରନ୍ତି ଓ ରାଜା ଭାବେ ମଞ୍ଚାସୀନ ପିଲାଟିର ବିଚାର ଶୈଳୀକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି। ସେ ବାଟରେ ଯାଉଥିଲା ବାଟମାନେ ମଧ୍ୟ ଏହି ଖେଳ ଉପଭୋଗ କରନ୍ତି ଏବଂ ସମସ୍ତେ ଯେଉଁ ପିଲାଟା ଯେଉଁ ମଞ୍ଚାସୀନ ଯେଉଁ ପିଲାଟା ହୋଇଥାଏ ତାହାର ଯେଉଁ ଶୈଳୀ, ବିଚାର କରିବା ଶୈଳୀକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି। ବେଳେ ବେଳେ ନିଜ ନିଜ ମଧ୍ୟରେ କୁହାକୁହି ହୁଅନ୍ତି କି ଏ ବାଳକ ଦେହରେ କିଛି ଦୈବ୍ୟ ଶକ୍ତି ରହିଛି। ଯେଉଁ ଲୋକମାନେ ସେ ବାଟରେ ଦେଇ ଯାଉଛନ୍ତି ସେମାନେ ନିଜେ କ'ଣ କରନ୍ତି? କଥା ହୁଅନ୍ତି କି ଏ ପିଲାର ଦେହରେ କିଛି ଦୈବ ଶକ୍ତି ରହିଛି ବୋଲି ସେମାନେ ମନେ ମନେ ଭାବନ୍ତି। ଫଳରେ ସେ ଏଭଳି ସୁନ୍ଦର ଉପଯୁକ୍ତ ବିଚାର ପ୍ରଦାନ କରିପାରୁଛି। ସେଥିପାଇଁ ସେ କ'ଣ କରୁଛି? ଏପରି ସୁନ୍ଦର ବିଚାର କରିପାରୁଛି ବୋଲିକି ସେ ଲୋକମାନେ ଭାବନ୍ତି। ଦିନକର କଥା, ଦୁଇ ଜଣ କୃଷକ ସେମାନଙ୍କ ମଧ୍ୟରେ ହୋଇଥିବା
କଲିର ବିଚାର ପାଇଁ ରାଜାଙ୍କ ନିକଟକୁ ନ ଯାଇ ମଞ୍ଚରେ ବସୁଥିବା ପିଲା ନିକଟରେ ଉପସ୍ଥିତ ହେଲେ। ଦିନକର କଥା କଣ ହେଇଛି, ଦୁଇ ଜଣ କୃଷକ ଝଗଡ଼ା ହେଲେ ଆଉ ସେମାନଙ୍କ ଭିତରେ ଯୋଉ ବିଚାର କରିବା ପାଇଁ କାହିଁକି ଝଗଡ଼ା ହେଇଛି ସେ ବିଚାର କରିବା ପାଇଁ ସେମାନେ ରାଜା ପାଖକୁ ନେଇଯିବେ କେତେ ପାଖେଲେ ଯୋଉ ପିଲା ମଞ୍ଚରେ ବସିଛି ମଞ୍ଚ ସେ ପିଲା ପାଖକୁ ସେମାନେ ଉପସ୍ଥିତ ସେ ପାଖକୁ ସେମାନେ ଆସିଲେ। ଦୁହେଁ ସେମାନଙ୍କ କଲି ବିଷୟରେ ପିଲାକୁ କହିଲେ, ଯୋଉ କାହା କାଜି ସେମାନେ ଝଗଡ଼ା ହେଇଥିଲେ ସେ ବିଷୟରେ ସେ ପିଲାକୁ ସେମାନେ ଦୁହେଁ କହିଲେ। ପିଲାଟି ଗମ୍ଭୀରତାର ସହ ସବୁ ଶୁଣିଲା। ଶେଷରେ ସେ ଦୁହିଁଙ୍କୁ ଏପରି ଫଇସଲା ଶୁଣାଇଲା ଯାହା ଶୁଣି ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ। ସେହିଦିନ ଠାରୁ ଲୋକମାନେ ନିଜ ନିଜର ଆପତ୍ତି ଅଭିଯୋଗକୁ ନେଇ ଆଉ ରାଜାଙ୍କ ନିକଟକୁ ନ ଯାଇ ସେହି ପିଲାଟି ପାଖକୁ ଆସନ୍ତି। ପରେ କଣ ହେଲା, ସମସ୍ତେ ଲୋକ ରାଜା ପାଖକୁ ନେଇ ସେ ପିଲା ପାଖକୁ ସମସ୍ତେ, କାହିଁକି ସେ ପିଲା ଭଲ ନିଷ୍ପତ୍ତି ନେଉଥିଲା ଏବଂ ଭଲ ନିୟମ ଶୁଣାଉଥିଲା, ସେଥିପାଇଁ ସେମାନେ ରାଜା ପାଖକୁ ନେଇଯିବ ସେ ପିଲା ପାଖକୁ ସମସ୍ତେ ତାଙ୍କ ନିଜର ଆପତ୍ତି ଧରିକି ଆସୁଥିଲେ। ପିଲାଟି ସଭିଙ୍କୁ ସନ୍ତୋଷ କଲା ପରି ନ୍ୟାୟ ପ୍ରଦାନ କଲେ। ପିଲାଟି ସମସ୍ତଙ୍କୁ ଖୁସି ହେଲା ପରି ସମସ୍ତଙ୍କୁ ନ୍ୟାୟ ଦେଇଥାଏ। ଫଳରେ ପିଲାଟିର ଯଶ ସବୁଆଡେ ବ୍ୟାପିବାକୁ ଲାଗିଲା। ଫଳରେ ସେ ପିଲାଟିର ଯଶ ସମସ୍ତେ ଜାଣିଲେ। ରାଜାଙ୍କ ନିକଟରେ ପିଲାଟିର ଖ୍ୟାତି ପହଞ୍ଚିଗଲା। ପ୍ରଥମେ ସେ ବହୁତ ରାଗିଗଲେ, କିନ୍ତୁ ପରେ ସେ ମନସ୍ଥ କଲେ ଯେ ପିଲାଟି ନିକଟକୁ ଯିବେ ଓ ପିଲାର ବିଚାରଧାରାକୁ ଦେଖିବେ। ପ୍ରଥମେ ରାଜାଟି ରାଗିଗଲେ, ହେଲେ ପରେ ଚିନ୍ତା କଲେ ଯେ ମୁଁ ପିଲା ପାଖକୁ ଯିବି ଏବଂ ପିଲାର ବିଚାରଧାରାକୁ ଦେଖିବି ବୋଲିକି ରାଜା ମନସ୍ଥ କରେ, ବିଚାର କରେ। ପରଦିନ ପାତ୍ର ମନ୍ତ୍ରୀଙ୍କ ସହ ରାଜା ମଞ୍ଚର କିଛି ଦୂରରେ ରହି ପିଲାମାନଙ୍କର ଖେଳକୁ ନିରୀକ୍ଷଣ କଲେ। ପ୍ରଥମ ଦିନେ କଣ କଲେ, ରାଜା ସେ ପିଲାମାନଙ୍କ ଖେଳକୁ ଟିକେ ଦୂର ରହିକି ଦେଖିଲେ, ତଦାରଖ କଲେ, ଦେଖିଲେ। ସେ ପିଲାଟିର ବୁଦ୍ଧିମତ୍ତା ଓ ନ୍ୟାୟ ପ୍ରଦାନ ଶୈଳୀକୁ ବହୁତ ପସନ୍ଦ କଲେ। ଯୋଉ ପିଲାଟି ଯୋଉ ନ୍ୟାୟ ଦେଉଥିଲା, ଯୋଉ ବିଚାର କରୁଥିଲା, ସେ ବିଚାରକୁ ରାଜା ଖୁସି ହେଲେ। ମନ୍ତ୍ରୀକୁ ପାହାକୁ ଡାକି କହିଲେ, ସତରେ ଏ ପିଲା ବଡ଼ ବୁଦ୍ଧିମାନ, ତା ବିଚାର ଧାରାକୁ ମାନିବାକୁ ପଡ଼ିବ ବୋଲି ରାଜା କହିଲେ। ଏତେ ଛୋଟ ବୟସରେ ସେ ଯେଉଁ ନ୍ୟାୟ ବିଚାର କରୁଛି, ବଡ଼ମାନେ ମଧ୍ୟ ତା ନିକଟରେ ହାର ମାନିବେ। ଏହି ସମୟରେ ଜଣେ ପରିଦର୍ଶ କହିଲେ, ହଜୁର, ଏ ପିଲା ତ ନୀତି ମଞ୍ଚରେ ବସୁଥିବା ପିଲା ନୁହେଁ। ପ୍ରତିଦିନ ମଞ୍ଚରେ ବସୁଥିବା ପିଲା ଜଳରେ ଆକ୍ରାନ୍ତ ହୋଇଥିବା ଯୋଗୁଁ ତା ସ୍ଥାନରେ ଏ ପିଲା ମଞ୍ଚାସୀନ ହୋଇଛି। ସେ ପାଖରେ ଜଣେ ଥିଲା ଆଉ ଲୋକଟି କହିଲା, ହଜୁର ମହାରାଜ, ଏ ପିଲା ତ ସବୁଦିନ ନିଏ ଆସେ, ଏଥିରେ ନେଇ ବସେ, ଏଥିରେ ଯୋଉ ପିଲାଟା ବସିଥିଲା ସେ ପିଲା ନିଆବା, ଏ ପିଲା ଖାଲି ଆଜି ଦିନ ପାଇଁ ବସିଛି ବୋଲିକି ରାଜାକେ କହିଲା। ରାଜା କହିଲେ, ତେବେ ଏହା ତ ବଡ଼ ଆଶ୍ଚର୍ଯ୍ୟ କଥା। ଯାହା ବି ହେଉ, ଏହି ମଞ୍ଚ ସିଂହାସନ ନିଶ୍ଚୟ କିଛି ଚମତ୍କାରିତା ଅଛି ବୋଲିକି ରାଜା କହୁଛି। ମୁଁ ଏହାକୁ ପରୀକ୍ଷା କରିବି ବୋଲିକି ରାଜା କହିଲେ, ଯେହେତୁ ଯିଏ ବସିଲେ ସେମାନେ ଭଲ ବିଚାର କରିପାରୁଛି। ଦେଖ ସେ ମଞ୍ଚାସୀନ। ରାଜା ତତ୍କ୍ଷଣାତ ସେହି ମଞ୍ଚ ତଳକୁ ଖୋଳିବାକୁ ଆଦେଶ ଦେଲେ। ଯୋଉ ପଥର ଚିକଣ ପଥର ଥିଲା ସେଇ ତଳେ ଖୋଲିବା ପାଇଁ ରାଜା ଆଦେଶ ଦେଲେ। ବୋଧେ ସେଥିରେ କଣ ଥିବ ବୋଲି ସେ ବିଚାର କରିକି ଖୋଲୁ ଖୋଲୁ ମଞ୍ଚା ତଳୁ ଏକ ସୁନ୍ଦର ଚନ୍ଦ୍ରକାନ୍ତ ପଥରରେ ତିଆରି ରତ୍ନ ଖଚିତ 32ଟି ପୁତ୍ତଳିକା ଯୁକ୍ତ ସିଂହାସନ ଦେଖିବାକୁ ପାଇଲେ। ସିଂହାସନର ଚାରୋଟି ଗୋଡ଼ରେ ଚାରୋଟି ଦେବଦୂତଙ୍କର ମୂର୍ତ୍ତି ଖୋଦେଇ ହୋଇ ସିଂହାସନର ଶୋଭା ବର୍ଦ୍ଧନ କରୁଥିଲା। ମାଟି ତଳୁ ସିଂହାସନ ମିଳିବା କଥା ପବନ ବେଗରେ ଚାରିଆଡ଼େ ବ୍ୟାପିଗଲା। ହଜାର ହଜାର ଲୋକ ସିଂହାସନ ଦେଖିବାକୁ ଭିଡ଼ ଜମାଇଲେ। ଜଣେ ବିଦ୍ୱାନ ପଣ୍ଡିତ ସିଂହାସନ ଦେଖି କହିଲେ, ଏହା ସାଧାରଣ ସିଂହାସନ ନୁହେଁ, ଏହା ବହୁ ବର୍ଷ ପୁରୁଣା ରାଜା ବିକ୍ରମାଦିତ୍ୟଙ୍କ ସିଂହାସନ ବୋଲି ଗୋଟେ ପଣ୍ଡିତ କହିଲେ। ଏହାପରେ ରାଜା ବିକ୍ରମାଦିତ୍ୟ ଉପବେଶନ କରି ସତ୍ୟ, ଧର୍ମ, ନ୍ୟାୟର ବିଚାର ପ୍ରଦାନ କରୁଥିଲେ। ସୁତରାଂ ଏହା ଏକ ନ୍ୟାୟର ସିଂହାସନ ବୋଲି ଗୋଟେ ପଣ୍ଡିତ
କହିଛ। ସେ ଜାଗାରେ ରାଜା ଏହା ଶୁଣି ଆଦେଶ ଦେଲେ ତୁରନ୍ତ ଏ ସିଂହାସନକୁ ରାଜା ଦରବାରକୁ ପ୍ରେରଣ କରାଯାଉ। ରାଜା ସାଙ୍ଗେ ସାଙ୍ଗେ କହିଲେ, କଣ କହିଲେ, ଏଇ ସିଂହାସନକୁ ନେଇକରି ମୋର ପାଖରେ ରଖ, ରାଜା ଦରବାର ରଖ ବୋଲି କହିଲେ ରାଜା। ଏହା ଉପରେ ମୁଁ ବସିବି ଓ ପ୍ରଜାଙ୍କର ଆପତ୍ତି ଅଭିଯୋଗକୁ ଫଇସଲା କରିବି। ମୁଁ ବସିବି ଏଇ ସିଂହାସନ ଏବଂ ସମସ୍ତଙ୍କର ଅଭିଯୋଗକୁ ମୁଁ ନ୍ୟାୟ ବିଚାର କରି ଫଇସଲା କରିବି ବୋଲି ରାଜା କହିଲେ। ତା ପରଦିନ ରାଜା ଉତ୍କଣ୍ଠାର ସହ ସିଂହାସନରେ ବସିବାକୁ ଉଦ୍ୟମ ହେଉଥିବା ବେଳେ ହଠାତ୍ କାହାର ଏକ ଶବ୍ଦ ଶୁଣାଗଲା। ଯେତେବେଳେ ସକାଳ ସକାଳ ରାଜା ଗାଧି ପାଧି ଯେତେବେଳେ ନ୍ୟାୟ ବିଚାର ଯେତେବେଳେ ବସିବା ପାଇଁ ଯାଉଥିଲେ, ସେଥିରେ ଗୋଟେ ଶବ୍ଦ ଶୁଣିଲେ ରାଜା। ରହିଯାଅ ରାଜା ବୋଲି ଗୋଟିଏ ଶବ୍ଦ ହେଲା। ରହିଯାଆନ୍ତୁ। ରାଜା ଚାରିଦିଗକୁ ଚାହିଁଲେ, କେହି ନାହାନ୍ତି। ଗୋଟେ ଶବ୍ଦ ହେଲା ରହିଯାଆନ୍ତୁ ରାଜା ବୋଲିକିରି, ହେଲେ ରାଜା ସବୁ ଦେଖିଲେ କୋଉ ପାଖରେ କିଏ ନଥାନ୍ତି। ସେ ପୁନର୍ବାର ସିଂହାସନରେ ବସିବାକୁ ଆଗେଇ ଯାଆନ୍ତି। ପୁଣି ସେ ସିଂହାସନକୁ ବୁଝିବା ପାଇଁ ଆଗକୁ ଚାଲିଥାନ୍ତି। ପୁଣି ସେହିପରି ଶବ୍ଦ ହେଲା, ରହିଯାଆନ୍ତୁ ରାଜା ବୋଲିକି ଶୁଭିଲା। ଏଥର ରାଜା ଆଶ୍ଚର୍ଯ୍ୟ ହୋଇ ଦେଖିଲେ ସିଂହାସନ ଗୋଡ଼ରେ ଖୋଦିତ ଗୋଟିଏ ପୁତଳିକା ତାକୁ ଏକ କଥା କହୁଛି। ରାଜା ଦେଖିଲେ, ଆଶ୍ଚର୍ଯ୍ୟ ହେଲେ, କଣ ହେଲା? ସେଇ ସିଂହାସନରେ ଯୋଉ ଗୋଟେ ପୁତଳାଟି ଯୋଉ ଖୋଦନ କରାଯାଇଛି, ସେଇ ପୁତଳାଟି କଥା କହୁଛି। ରାଜା ଦେଖି ଆଶ୍ଚର୍ଯ୍ୟ ହେଲେ। ପୁତଳିକାକୁ ପୁଣି କହିଲା, ରାଜା ଆପଣ କଣ ଏ ସିଂହାସନରେ ବସିବାକୁ ଯୋଗ୍ୟ? ସେ ପୁତଳା କଣ କହୁଛି, ଯେ ଖୋଦା ହେଇଥିଲା ତାଙ୍କ ସିଂହାସନରେ, କଣ ରାଜା ତମେ ଏହି ସିଂହାସନରେ ବସିବା ପାଇଁ ଯୋଗ୍ୟ କି ବୋଲିକି କହୁଛି। ଆପଣ କଣ ଦୃଢ଼ତାର ସହିତ କହିପାରିବେ କି ବୋଲିକି ରାଜାକୁ ପ୍ରଶ୍ନ କରୁଛି। ସେଇ ପୁତଳାଟା ଯୋଉ ସିଂହାସନରେ ଖୋଦିତ ହୋଇଥିଲା। ଏଇଟା ଦେଖ ପିଲାମାନେ, ଏଇଟା ସେହି ପୁତଳାଟି ଦେଖ, ଏଇ ସିଂହାସନରେ ଖୋଦିତ ହୋଇଛି। ଏଇଟା ସେହି ରାଜା, ଦେଖୁଛ, ଜୀବନରେ କେବେ ଚୋରି କରି ନାହାନ୍ତି। ରାଜା ଲଜ୍ଜାରେ ମୁଣ୍ଡ ତଳକୁ କଲେ, କାରଣ ତାଙ୍କର ମନେ ପଡ଼ିଲା ସେ କିଛି ବର୍ଷ ତଳେ ତାଙ୍କର ଜଣେ ପାରିଷଦଙ୍କ ଜମିକୁ ଜବରଦସ୍ତ ହଡ଼ପ କରିଥିଲେ। ପୁତଳାଟି ପୁଣି କହିଲା, ଆପଣଙ୍କୁ ଏ ଚୋରି ଅପରାଧରୁ ମୁକୁଳିବା ପାଇଁ ପ୍ରତିଦିନ ଧରି ପୂଜାର୍ଚ୍ଚନା କରି ପ୍ରାୟଶ୍ଚିତ କରିବାକୁ ପଡ଼ିବ। ଏହା କହି ପୁତଳାଟି କାଟି ଡେଣା ହଲାଇ ସେଠାରୁ ଉଡ଼ିଗଲା। ରାଜା ପୁତଳିକାର କଥା ଅନୁସାରେ ପ୍ରତିଦିନ ଧରି ପୂଜାର୍ଚ୍ଚନା ଉପବାସ କରି ଚତୁର୍ଥ ଦିନ ସିଂହାସନରେ ବସିବାକୁ ଗଲେ। ହେଲେ ଏ କଣ? ପୁଣି ଦ୍ୱିତୀୟ ପୁତଳିକା କହିବାକୁ ଲାଗିଲା, ରହିଯାଆନ୍ତୁ ରାଜା, ଆପଣ ଦୃଢ଼ତାର ସହିତ କହିପାରିବେ କି ଜୀବନରେ କେବେ ମିଛ କହି ନାହାନ୍ତି ବୋଲି। ଆଉ ଗୋଟେ ପୁତଳି ଦେଖ, ଏଇଟା 4 ନମ୍ବର ଦିନ ରାଜା ବସିବାକୁ ଯାଉଥିଲା, ସେଇଦିନ ଆଉ ଗୋଟେ ପୁତଳି, ଦ୍ୱିତୀୟ ପୁତଳି କହୁଛି, କଣ ରାଜା ତମେ କହିପାରିବ କେବେ ମିଛ କଥା ନେଇ କହିବା ବୋଲିକରି ସେ ପ୍ରଶ୍ନ କରୁଛି ରାଜାକେ। ରାଜା କହିଲେ, ମୁଁ ତ ପିଲାବେଳେ କୌଣସି ନା କୌଣସି ଅସୁବିଧାରେ ପଡ଼ିଥିବା ବେଳେ ମିଛ କହିଦେଇଥାଏ। ଦ୍ୱିତୀୟ ପୁତଳିକା ରାଜାଙ୍କ କଥା ଶୁଣି ଡେଣା ହଲାଇ ଆକାଶକୁ ଉଡ଼ିଗଲା। ରାଜା ପୁଣି 3 ଦିନ ଧରି ପୂଜାର୍ଚ୍ଚନା ଉପବାସ କରିବାରେ ସିଂହାସନରେ ବସିବାକୁ ଗଲାବେଳେ ତୃତୀୟ ପୁତଳି ପୁଣି ରାଜାଙ୍କୁ ଅଟକାଇ କହିଲା, ସିଂହାସନରେ ବସିବା ପୂର୍ବରୁ କୁହନ୍ତୁ, ଆପଣ କାହାକୁ କେବେ କଣ ଜୀବନରେ ଆଘାତ ପହଞ୍ଚାଇ ନାହାନ୍ତି ତ? ପୁଣି ଦେଖ ରାଜା କଣ କହିଲେ। ରାଜା କହିଲେ, ଏହା ଶୁଣି ପଛ ଘୁଞ୍ଚି ଗଲେ। ତୃତୀୟ ପୁତଳି ମଧ୍ୟ ଅନ୍ୟମାନଙ୍କ ପରି ଡେଣା ହଳାଇ ଉପରକୁ ଉଡ଼ିଗଲା। ରାଜା ପୂର୍ବ ପରି 3 ଦିନ ଧରି ପୂଜାର୍ଚ୍ଚନା ଓ ଉପବାସ କଲେ। ପୂଜା ଶେଷରେ ସେ ସିଂହାସନରେ ବସିବାକୁ ଉଦ୍ୟମ କଲାବେଳେ ଚତୁର୍ଥ ପୁତଳି ପୁଣି ବାହାରି ପଡ଼ି କହିଲା, ରହିଯାଆନ୍ତୁ ରାଜା, ଯେଉଁ ପିଲା ଏ ସିଂହାସନରେ ବସୁଥିଲା ସେ ଅତ୍ୟନ୍ତ ସରଳ ନିଷ୍ପାପ ଥିଲା। ତା ମନ କଲୁଷିତ ନଥିଲା। ତୁମେ ଯଦି ନିଜକୁ ଯୋଗ୍ୟ ବୋଲି ମନେ କରୁଛ, ତେବେ ଏ ସିଂହାସନରେ ବସିପାର। ରାଜା ବହୁତ ସମୟ ଧରି ଭାବିବାକୁ ଲାଗିଲେ। ନିଜକୁ
ନିଜେ କହିଲେ, ଯଦି ଗୋଟିଏ ସାମାନ୍ୟ ପିଲା ଏ ସିଂହାସନରେ ବସି ପାରୁଛି, ତେବେ ମୁଁ ରାଜା ଭାବେ ତ ଅଧିକ ଯୋଗ୍ୟ। ପୁଣି ମୁଁ ଧନବାନ, ବଳବାନ ଓ ବୁଦ୍ଧିମାନ। ଏଣୁ ମୁଁ ଏ ସିଂହାସନରେ ବସିବାକୁ ଅଧିକ ଉପଯୁକ୍ତ। ଏହା ଭାବି ସିଂହାସନରେ ବସିବାକୁ ଅଗ୍ରସର ହେବା ମାତ୍ରେ ଚତୁର୍ଥ ପୁତୁଳିକା ପୁଣି ସିଂହାସନ ସହିତ ଆକାଶ ମାର୍ଗକୁ ଡେଣା ହଲାଇ ପଡ଼ିଗଲା। ରାଜାଙ୍କର ନ୍ୟାୟର ସିଂହାସନରେ ବସିବା ନହିଲା। ରାଜା ଦେଖ ସେଇ ସିଂହାସନକୁ ଧରିକି ଚତୁର୍ଥ ପୁତୁଳାଟିକ ନେଇଗଲା। ରାଜା ସିଂହାସନରେ ବସିବା ପାଇଁ ଯୋଗ୍ୟ ନଥିଲେ। ଦେଖ ଏଇଟା ସେ ରାଜା ପିଲାମାନେ, ଏଇଟା ବିକ୍ରମାଦିତ୍ୟଙ୍କର ସିଂହାସନ।